ରାମ ନାମ ଲେବା ଛାଡ଼ି ଦିଅ, ତା ନହେଲେ ଏହି ସମୟରେ ତୁମକୁ ମୃତ୍ୟୁଦଣ୍ଡ ଦିଆଯିବ। ଏହି ଶବ୍ଦରେ ରାଜମହଲ ନିସ୍ତବ୍ଧ ହୋଇଗଲା। ଦିଲ୍ଲୀ ଦରବାରରେ ସିକନ୍ଦର ଲୋଦି ରାକ୍ଷସ ପରି ଗର୍ଜନ କରି ସିଂହାସନରେ ବସିଥିଲେ ଏବଂ ଭକ୍ତ କବୀର ଦାସଙ୍କୁ କହିଲେ ଯେ ତୁମେ ରାମ ନାମ ଲେବା ଛାଡ଼ି ଦିଅ, ତାହା ନହେଲେ ତୁମକୁ ମୃତ୍ୟୁଦଣ୍ଡ ଦିଆଯିବ। ସୁଲତାନ କହିଲେ ତୁମ ରାମର ଯଦି ଶକ୍ତି ଅଛି ତାହେଲେ ତୁମକୁ ବଞ୍ଚାଇ ପାରିବେ ତ ବଞ୍ଚାଇ ଦେଖ, ତୁମକୁ ମୃତ୍ୟୁଦଣ୍ଡ ଦିଆଯିବ ତୁମେ ଯଦି ରାମ ନାମ ନ ଛାଡ଼ିବ। କବୀର ଦାସ ଶାନ୍ତ ସ୍ୱରରେ କହିଲେ ସୁଲତାନ, ତୁମେ ମୋ ଶରୀରକୁ ନଷ୍ଟ କରିପାର, ମୋର ନିଶ୍ୱାସକୁ ଦେହଠୁ ଅଲଗା କରିପାର, କିନ୍ତୁ ସେହି ନିଶ୍ୱାସରେ ବସିଥିବା ପ୍ରତିଟି ରାମ ଶବ୍ଦକୁ କେବେ ବି ଅଲଗା କରିପାରିବ ନାହିଁ। ସୁଲତାନ ଲୋଦି ଆଦେଶ ଦେଲେ ସୈନ୍ୟମାନଙ୍କୁ ସନ୍ଥ କବୀର ଦାସଙ୍କୁ ଲୁହା ଚେନରେ ବାନ୍ଧି ସମୁଦ୍ରକୁ ଫିଙ୍ଗି ଦିଅ, ଦେଖିବା ତାଙ୍କର ରାମ କେମିତି ୟାଙ୍କୁ ବଞ୍ଚାଇବେ। ସୈନ୍ୟମାନେ କବୀର ଦାସଙ୍କୁ ବାନ୍ଧି ସମୁଦ୍ରକୁ ଫିଙ୍ଗି ଦେଲେ। କିଛି ସମୟ ପାଇଁ ପାଣି ନିସ୍ତବ୍ଧ ହୋଇଗଲା, କିନ୍ତୁ ପୁଣି ଦେଖିଲେ କବୀର ଦାସ ପଦ୍ମାସନରେ ବସିଛନ୍ତି ପାଣି ଉପରେ, ଯେମିତି ସମୁଦ୍ରର ଢେଉ ତାଙ୍କୁ ସ୍ୱାଗତ କରି ପାଛୋଟି ନେଇ ଆସୁଛି, ଯେମିତି ପ୍ରକୃତି ତାଙ୍କୁ ବଞ୍ଚାଇବା ପାଇଁ ସାହାଯ୍ୟ କରୁଛି। ଏହା ଦେଖି ସୁଲତାନର ରାଗ ଆହୁରି ବଢିଗଲା। ସେ ପୁଣି ଥରେ ଗୋଟିଏ ବିଶାଳ ହାତୀ ଆଣି ହାତୀ ସାମ୍ନାରେ କବୀର ଦାସଙ୍କୁ ଫିଙ୍ଗି ଦେଲେ। ମାରିଦିଅ ଏହି କବୀର ଦାସଙ୍କୁ, ଶେଷ କରିଦିଅ। ସେହି ବିଶାଳ ହାତୀଟି ଯେମିତି କବୀର ଦାସ ଆଗକୁ ଗଲେ ହାତୀଟି ପ୍ରଳାପ କରିବାକୁ ଲାଗିଲା। ଯେମିତି କବୀର ଦାସଙ୍କ ସାମ୍ନାକୁ ଗଲେ ସେ କାନ୍ଦିବାକୁ ଲାଗିଲା ଏବଂ ତାହାର ଆଖିରୁ ଅଶ୍ରୁ ଝରିବାକୁ ଲାଗିଲା। ସେହି ବିଶାଳ ହାତୀଟି କବୀର ଦାସଙ୍କ ପାଦପଦ୍ମ ତଳେ ନିଜ ମୁଣ୍ଡକୁ ନୁଆଇଁ ନତମସ୍ତକ ହୋଇଗଲା। ସୁଲତାନ ସିକନ୍ଦର ଲୋଦି ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସେ କହିବାକୁ ଲାଗିଲେ, ଏ କେମିତିକା ତୁମର ଯାଦୁ ଶକ୍ତି? କବୀର ଦାସ ଶାନ୍ତ ସ୍ୱରରେ କହିଲେ ସୁଲତାନ ଲୋଦିକୁ, ମୋ ରାମ କେବଳ କାନ୍ଥରେ ନାହିଁ, ମୋ ରାମ ସେଇଠି ବିରାଜମାନ ଯେଉଁଠି ପ୍ରେମ ଭକ୍ତି ବିଶ୍ୱାସ ଅଛି। ସେହିଦିନ ସୁଲତାନ ଲୋଦି ନିଜେ ହାର ମାନି ଯାଇଥିଲେ। ସନ୍ଥ କବୀର ଦାସ ପ୍ରମାଣ କରିଦେଲେ ଯେ ତୁଟ ଭକ୍ତି ବିଶ୍ୱାସ ଥିଲେ କାଳ ବି ରାସ୍ତା ବଦଳେଇ ଦେଇଥାଏ। ଯଦି ଆପଣ ଏହି କଥାରେ ସହମତ ଅଛନ୍ତି ତାହେଲେ କମେଣ୍ଟରେ ଲେଖନ୍ତୁ ଜୟ ଶ୍ରୀରାମ।